शेषରେ ଆଜି ମୋତେ ଏହା କରିବାର ଥିଲା ମୁଁ ସ୍ୱପ୍ନରେ ବି ଭାବିନଥିଲି। ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍, ସ୍ୱାଗତ କରୁଛି ମୋର ଗୋଟେ ଫ୍ରେଶ୍ ନ୍ୟୁ ବ୍ଲଗ୍କୁ। ସକାଳୁ ସକାଳୁ ମୁଁ ଉଠି କଟୁରୀ ଧରି ପଳେଇ ଆସିଛି, କାହିଁକିନା ଆଜି ହେଉଛି ଖଡ଼ାମରା ସଂକ୍ରାନ୍ତି। ମୋ ବୋଉ ମୋତେ ଉଠି କହିଲାଣି ଯା ତାଳ ଯାଚିରି ବୋଲି। ସେଇଥିପାଇଁ ମୁଁ ଆଜି ବ୍ୟସ୍ତ ହେଇକି ଆଗେ ତାଳ ଯାଚିରିବା ପାଇଁ କାଠ ଗଣ୍ଡି ଆଉ ତାଳ ଗଜା ସଂଗ୍ରହ କରିବାରେ ଲାଗିଲି। ଆଜି ମୁଖ୍ୟ ଭୂମିକା ହେଉଛି ତାଳ ଗଜା ଉପରେ। ଦେଖ ତାଳ ଗଜା କେବେ ଚିରା ହୁଏ ତା ଫୁଲ୍ ପ୍ରୋସେସ୍ ମୁଁ ଦେଖାଇ ଦେଇଛି। ହାତକୁ ଟିକେ ସାବଧାନର ଧରି କାଟିବେ, ନହେଲେ ହାତ ଏପଟେ ତାଳ ଗଜା ସେପଟେ ଏକାଥରେ ଯିବ। ଏବେ ତାଳ ଗଜା ଚିରି ସାରିକି ମୁଁ ଟିକେ ବ୍ରସ୍ କରତେ ଲାଗିଲି। ଏବେ ଦେଖିବା ମୁଁ ଗୋଟେ ଖଡ଼ାମରା ପାଇଁ ନୂଆ ଷ୍ଟାଇଲ୍ରେ ଛରଇଛି। ଛରଟା ଆପଣଙ୍କୁ କେମିତି ଲାଗୁଛି? ଭଲ ଲାଗୁଥିବ ନା? ମୁଁ ଜାଣିଛି ପୁରା ଆପଣମାନଙ୍କୁ ନିହାତି ଭଲ ଲାଗିବ। ବାପା ମଧ୍ୟ ସକାଳୁ ସକାଳୁ ଯାଇକି ପତ୍ର ଆଣିକି ଧାନ ଗଛ ଗୋଟେ ଉପୁଡ଼ିକି ଆଣିକି ତା ଜେର ଯାହା ହେବା ତା ପୂଜା କରିଦେଲା। ମୋର ଏବେ ମୁଖ୍ୟ କାମ ଷ୍ଟାର୍ଟ। ମୁଁ ଏବେ ଯିମି ରାଇଙ୍ଗାକୁ ଖଡ଼ା ମାରତେ। ଦେଖିବା ମୋ ହାତରେ ଏବେ ଗୋଟେ ଅଛି ଖଡ଼ା ବାଡ଼ି। ସତରେ ଆଜି ମୋର ପୁରା ବଚପନ ୟାଦ ଆସିଯାଉଛି ଯେ ମୁଁ ବି ଦିନେ ଆସୁଥିଲି ଯେ ତାଳ ଗଜା ଭୋଗ ଖାଇବା ପାଇଁ ବିଲବାଡ଼ି ଧାଉଁଥିଲି। ଆଜି ମୁଁ ନିଜେ ଆସିଛି ଖଡ଼ା ମାରିବା ପାଇଁ। ଏଇଟା ଆଜି ମୋର ଫାର୍ଷ୍ଟ ଟାଇମ୍, ପ୍ରଥମ ଖଡ଼ା ମାର। ଆଗରୁ ଆପଣମାନେ ଲକ୍ଷ୍ୟ କରିଥିବେ ଖଡ଼ା ମାରିଲା ବେଳେ କେତେ ଛୁଆ ଆସୁଥିଲେ, ଏବେ ଗୋଟିକି ବି ଛୁଆ ଦେଖତେ ମିଳୁନାହାନ୍ତି। ଏବେ ମୁଁ ଘରକୁ ଯାଉଛୁ। ଏବେ ଘରେ ଆସିକି ପହଞ୍ଚିଲା ଦେଖିନି ବୋଉ ପୁରୀ କରିଥିଲା, ତରକାରୀ କରିଥିଲା। ତାହା ଆଗରୁ ଆସିକି ଖାଇତେ ରାଗିଗଲେଣି। ଏବେ ଆଜିର ବ୍ଲଗ୍ଟା ଏଇଠି ଏଣ୍ଡ ହେଉଛି। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହିଲି, ଜୟ।